ଛୋଟରୁ ବଡ଼ ପଦ୍ୟାଂଶଟି ସପ୍ତମ ଶ୍ରେଣୀ ସାହିତ୍ୟ ବହିର ଏକ କବିତା ଅଟେ। ଏହି କବିତାଟିକୁ ରଚନା କରିଛନ୍ତି ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି। କାନନେ ଫୁଟି ଛୋଟ ଫୁଲଟି ଭିତରି ଯାଏ ବାସ, ଛୋଟ କୂଅଟି ଯୋଗାଏ ଜଳ ଲୋକେ ବରଷ ମାସ। ଏହି କବିତାରେ କବି କହୁଛନ୍ତି କାନନେ ବା ବଣରେ ଯେତେବେଳେ ଛୋଟ ଫୁଲଟିଏ ଫୁଟିଥାଏ ତାର ମଧୁର ବାସ୍ନା ପୁରା ଜଙ୍ଗଲ ବା ବଣ ସାରା ମହକି ଯାଇଥାଏ, ବଣକୁ ବାସ୍ନାରେ ଭରି ଦେଇଥାଏ। ସେହିପରି ଛୋଟ କୂଅଟିଏ ହେଲେ ମଧ୍ୟ ତାର ମଧୁର ଶୀତଳ ଜଳ ଦ୍ୱାରା ବର୍ଷ ବର୍ଷ କାଳ ଲୋକମାନଙ୍କର ତୃଷା ବା ଶୋଷ ମେଣ୍ଟାଇଥାଏ। କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମସା ପାରେ ଜିଣି, କ୍ଷୁଦ୍ର ବାରି ଧାରାଟି ହୁଏ ପ୍ରବଳ ସ୍ରୋତ ସ୍ୱିନୀ। ଛୋଟ ଦୀପ ଶିଖାଟିଏ ହେଲେ ମଧ୍ୟ ଘନ ଅନ୍ଧକାରକୁ, ତମସା ମାନେ ଘନ ଅନ୍ଧକାରକୁ ଦୂର କରିପାରିଥାଏ, ଅନ୍ଧକାର ଉପରେ ବିଜୟ ଲାଭ କରିପାରିଥାଏ। ସେହିପରି ଛୋଟ ଜଳଧାରାଟି ମଧ୍ୟ ସମୟ ଆସିଲେ ପ୍ରବଳ ସ୍ରୋତସ୍ୱିନୀ ବା ପ୍ରବଳ ଝରଣାର ରୂପ ନେଇଥାଏ। ପୁଲକ ଆଣେ କ୍ଷୁଦ୍ର ଗୀତି ଲକ୍ଷ ଜନ ମନେ, ଅମିୟ ଢାଳେ ଲଳିତ ସ୍ୱର ବିଧୁର ବହୁ ପ୍ରାଣେ। ପୁଲକ ମାନେ ଆନନ୍ଦ ରୋମାଞ୍ଚ। ଛୋଟ ଗୀତ ବା ମଧୁର ଗୀତଟିଏ ଲକ୍ଷ ଲକ୍ଷ ମନର ଦୁଃଖ କଷ୍ଟରେ ଜର୍ଜରିତ ମନରେ ଆନନ୍ଦ ଭରି ଦେଇଥାଏ। ପୁଲକ ବା ଆନନ୍ଦ ବା ରୋମାଞ୍ଚ ଭରି ଦେଇଥାଏ। ଅମିୟ ଢାଳେ ଲଳିତ ସ୍ୱର ବିଧୁର ବହୁ ପ୍ରାଣେ। ସେ ଦୁଃଖୀ ଆଉ କଷ୍ଟରେ ଲୋକଙ୍କ ମନରେ ଯେମିତି ମଧୁରତାର ଅମୃତ ସିଞ୍ଚନ କରିଥାଏ, ତାଙ୍କ ପ୍ରାଣରେ ଯେମିତି ଅମୃତର ବାରିଧାରା ଢାଳିଥାଏ। କ୍ଷୁଦ୍ର ଏକ ତରଣୀ ଲଙ୍ଘେ କ୍ଷୁବ୍ଧ ଜଳ ଧାରା, କ୍ଷୁଦ୍ର ନର ବୁଦ୍ଧି ବଳେ ଜିଣିଛି ବସୁନ୍ଧରା। ତରଣୀ ମାନେ ଡଙ୍ଗା। ଛୋଟ ଡଙ୍ଗାଟିଏ ହେଲେ ମଧ୍ୟ ସେ ବିରାଟ ଜଳଧାରାକୁ ଅତିକ୍ରମ କରିପାରିଥାଏ। ସେହିପରି ଆକାରରେ ଛୋଟ ହେଲେ ମଧ୍ୟ ମନୁଷ୍ୟ ତାର ବୁଦ୍ଧି ବଳରେ ବସୁନ୍ଧରା ବା ପୃଥିବୀର ସର୍ବଶ୍ରେଷ୍ଠ ପ୍ରାଣୀ ହୋଇପାରିଛି। ମଣିଷଠାରୁ ମଧ୍ୟ ସେ ଆକାରରେ ବା ବଳରେ ବହୁତ ବଡ଼ ବଡ଼ ଜୀବ ଅଛନ୍ତି, ଯେମିତିକି ବାଘ, ସିଂହ, ଏମାନଙ୍କୁ ମଧ୍ୟ ମଣିଷ ନିଜର ବୁଦ୍ଧି ବଳରେ ନିଜର ଅଧୀନରେ ରଖିପାରିଥାଏ। ସେହିପରି ମଣିଷ ନିଜର ବିଚାର ଶକ୍ତି ଆଉ ବୁଦ୍ଧିବଳ ଦ୍ୱାରା ସାରା ପୃଥିବୀ ଉପରେ ବିଜୟ ଲାଭ କରିଥାଏ। ବସୁନ୍ଧରା ମାନେ ପୃଥିବୀ। ସେ ହୁଏ ବନେ ବିରାଟ ତରୁ ଯେ ଥିଲା ଦିନେ ସାନ, ଛୋଟ ଶିଶୁଟି ବଢ଼ି ରଖଇ ଦେଶ ଜାତିର ମାନ। ଯିଏ ଦିନେ ଛୋଟ ମଞ୍ଜି ବା ଛୋଟ ଗଛଟେ ଚାରା ଗଛଟେ ଥିଲା, ସମୟ ଆସିଲେ ଦିନେ ସେ ବିରାଟ ତରୁ ବା ବିରାଟ ବଡ଼ ଗଛର ରୂପ ନେଇଥାଏ। ସେହିଭଳି ଛୋଟ ଶିଶୁଟି ହେଲେ ମଧ୍ୟ ବଢ଼ିକି, କଥାରେ ଅଛି ଆଜିର ଶିଶୁ ଆସନ୍ତା କାଲିର ନାଗରିକ। ଛୋଟ ଶିଶୁଟି ବଢ଼ି ନିଜ ଦେଶ ଆଉ ଜାତି, ନିଜ ପରିବାରର ମାନ ସମ୍ମାନ ବୃଦ୍ଧି କରିଥାଏ। ଛୋଟ ଶିଶୁ ମଧ୍ୟରେ ବା ଛୋଟ ପଦାର୍ଥ ବା ଛୋଟ ଈଶ୍ୱରଙ୍କ ସୃଷ୍ଟିରେ ଛୋଟ ଶିଶୁ ବା ଛୋଟ ପଦାର୍ଥ ମଧ୍ୟରେ ବିରାଟ ସମ୍ଭାବନା ଲୁଚି ରହିଥାଏ। କ୍ଷୁଦ୍ର ଯାହା ନିହିତ ତହିଁ ସମ୍ଭାବନା ବହୁ, ସାଧନା ବଳେ ଶକତି ଯୋଗେ ବିକାଶ ଲଭେ ସେହୁ। ଈଶ୍ୱରଙ୍କ ସୃଷ୍ଟିରେ ବା ଭଗବାନଙ୍କ ସୃଷ୍ଟିରେ କ୍ଷୁଦ୍ର ଜୀବଟିଏ ହେଉ ବା କ୍ଷୁଦ୍ର ପଦାର୍ଥଟିଏ ହେଉ, ତା ମଧ୍ୟରେ ବିରାଟ ପ୍ରତିଭା ବା ବିରାଟ ସମ୍ଭାବନା ଲୁଚି ରହିଥାଏ। ସାଧନା ବଳରେ ବା ପରିଶ୍ରମ ବଳରେ ଭଲ ପରିବେଶ ଏବଂ ପରିବେଶ ଦ୍ୱାରା ତାର ଶକ୍ତି ଦ୍ୱାରା ସେ ବିକାଶ ଲାଭ କରିଥାଏ। ନିଜର ସାଧନା ଏବଂ ପରିଶ୍ରମ ବଳରେ ସେ ଆଗକୁ ବଢ଼ି ଚାଲିଥାଏ। ହେଲେ ବି ଛୋଟ ଶକତି ତାର ଦିନେ ନା ଦିନେ ଫୁଟେ, ଯୁକ୍ତ ହୋଇ ବହୁର ସାଥେ ଦିଗ୍ ବିଦିଗ ଛୁଟେ। ଆଜି ଯିଏ ଛୋଟ ଅଛି, ତାର ଶକ୍ତି ବା ତାର ପ୍ରତିଭା, ଲୁକ୍କାୟିତ ପ୍ରତିଭା ଦିନେ ନା ଦିନେ ସମାଜ ଏବଂ ପରିବେଶ ବା ଦେଶ ବିଦେଶରେ ଖେଳି ଯାଇଥାଏ। ତାର ପ୍ରତିଭା
सारा पृथ्वी देखि थाए। से समस्त सहित तार प्रतिभा सबुआड़े तार गाथा खेली जाई थाए। युक्त होई बहुर साथे दिक विदिक छुटे। तार प्रतिभा तार महानता सारा पृथ्वी रे परिगणित होई थाए। तेणु एठारे कवि समस्त को कहवाक चाहूँगी छोट पिलाटे हो बा छोट जिनिस बा छोट पदार्थ मध्य विराट संभावना लुचि रही थाए। थैंक यू।